जय जगद्गुरु श्रील प्रभुपाद की वर्णन करा जाए कि नाम चिंतामणि कृष्ण चैतन्य रस विग्रह पूर्ण शुद्ध नित्य मुक्त अभिन्नतम नाम नामिन। श्रील प्रभुपाद नाम चिंतामणि कृष्ण चैतन्य रस विग्रह तो एतरे प्रभुपाद कहती कि भगवान ए गीतोपनिषद है कि श्रीमद् भागवतम भगवान कृष्णଙ୍କର नाम ଆଉ ଭଗବାନ କୃଷ୍ଣଙ୍କର ରୂପ ଏସବୁ ଜିନିଷ କଣ कि भगवानଙ୍କର ଯୋଉ ଲୀଳା कि नाम रूप गुण लୀଳା ଏସବୁ ଗୋଟେ ଜିନିଷ କଣ କୃଷ୍ଣ। ତେଣୁ କୌଣସି ଭିନ୍ନତା ନାହିଁ। ତ ହରେ କୃଷ୍ଣ ମହାମନ୍ତ୍ର ରେ ଆମେ ପ୍ରତ୍ୟକ୍ଷ ରୂପେ ଭଗବାନଙ୍କର ନାମକୁ ଗ୍ରହଣ କରୁଛେ। ତାହେଲେ ନାମୀ କିଏ? ନାମୀ ହେଲେ କୃଷ୍ଣ। ନାମ ହେଲା ହରେ କୃଷ୍ଣ ମହାମନ୍ତ୍ର, ତ ନନ୍ ଡିଫରେଣ୍ଟ। ପ୍ରଭୁପାଦ ସୁନ୍ଦର ଭାବରେ କୁହନ୍ତି कि ଯଦି ହରେ କୃଷ୍ଣ ମହାମନ୍ତ୍ର ହରେ କୃଷ୍ଣ ମହାମନ୍ତ୍ରଟା ଭଗବାନଙ୍କର ଠାରୁ ଭିନ୍ନ ହେଇଥାନ୍ତା ତାହେଲେ ଏତେ ଲୋକ ଅନୁଭବ କେମିତି କରୁଛନ୍ତି କି ଭଗବାନଙ୍କର ନାମ ମାଧ୍ୟମରେ ପ୍ରଥମରେ ସାତ୍ଵିକତା ତାପରେ ଭଗବାନଙ୍କର ଦିବ୍ୟତାକୁ କେମିତି ଅନୁଭବ କରୁଛନ୍ତି। ତେଣୁ ସେଥିପାଇଁ ଏ ହରେ କୃଷ୍ଣ ମହାମନ୍ତ୍ରରେ କୌଣସି ଫରକ ନାହିଁ, କୌଣସି ଅନ୍ତର ନାହିଁ ଭଗବାନ କୃଷ୍ଣଙ୍କର ସାଙ୍ଗରେ ସାକ୍ଷାତକାର କରିବାରେ। ତ ଦିଟାକ ସମାନ। ତେଣୁ କେହି କହିପାରନ୍ତି କଣ ଆମେ ଭଗବାନଙ୍କୁ ଦେଖିପାରିବା? ହଁ, ଆମେ ଭଗବାନଙ୍କୁ ଦେଖିପାରିବା, କଥା ବି ହେଇପାରିବା ଫେସ୍ ଟୁ ଫେସ୍। ତେଣୁ ସେଇଥିପାଇଁ ଗୋଟେ ସିମ୍ପଲ କ୍ୱାଲିଫିକେସନ ଆମ ସମସ୍ତଙ୍କ ପାଇଁ ଦରକାର ଥାଏ କି ଚେତ ଦର୍ପଣ ମାର୍ଜନମ। ଆମେ ଯେଉଁ ମୁହୂର୍ତ୍ତରେ ଏବଂ ଯେଉଁ ଅନୁପାତରେ ଆମର ହୃଦୟର ଯୋଉ କଳମଶକୁ ଆମେ ଦୂର କରିବା ପାଇଁ ଚାହିଁବା ହରିନାମ ମାଧ୍ୟମରେ, ସେତେବେଳେ ଆମେ ସେଇ ଅନୁରୂପ ଭଗବାନଙ୍କର ଦର୍ଶନ କରିବା, ଭଗବାନଙ୍କର ସାକ୍ଷାତକାର କରିବା। ତ ନିଶ୍ଚୟ ଭାବରେ ପ୍ରଥମରେ ଆତ୍ମା ସାକ୍ଷାତକାର ଅର୍ଥାତ ନିଜର ଚିତ୍ତରୂପକ ଦର୍ପଣକୁ ଆମେ ମାର୍ଜନ କରୁଛେ, ତାପରେ ଭଗବତ ସାକ୍ଷାତକାର କରିବାର ଅଛି। ତ ଭଗବତ ସାକ୍ଷାତକାର ଏବଂ ଆତ୍ମ ସାକ୍ଷାତକାର ବିଧି ଭଗବାନ ହରେ କୃଷ୍ଣ ମହାମନ୍ତ୍ରକୁ ପ୍ରଦାନ କରିଛନ୍ତି। ଗୋଟେ ସର୍ଟ ରେ ଦିଟା ଜିନିଷ ହେଇପାରିବ। ଏ ହରେ କୃଷ୍ଣ ମହାମନ୍ତ୍ରରେ ଆମେ ନିଶ୍ଚୟ ଭାବରେ ଆତ୍ମ ସାକ୍ଷାତକାର ବି କରିପାରିବା, ତା ସାଙ୍ଗରେ ଭଗବତ ସାକ୍ଷାତକାର କରିପାରିବା। ତ ଗୋଟେ ଦିନ ଗୋଟେ ଡିଭୋଟି କହୁଥିଲେ କି ପ୍ରଭୁଜୀ ମତେ ଭଗବାନଙ୍କ ନାମରେ ରୁଚି ଆସୁନି। ମୁଁ ପ୍ରତ୍ୟକ୍ଷ ରୂପରେ ସବୁ କିଛି ହରେଇ ବସିଛି, ଯେତେବେଳେ ମୁଁ ଭଗବାନଙ୍କର ନାମକୁ ଗ୍ରହଣ କରିପାରୁନି। ଏବେ ଭଗବାନଙ୍କ ନାମରେ ଭଗବାନଙ୍କ ନାମ ମତେ ସେତେ ଆସ୍ୱାଦନୀୟ ଲାଗୁନି, କି ସେବା ମତେ ସେତେ ଆସ୍ୱାଦନୀୟ ଲାଗୁନି। ନିଶ୍ଚୟ ଭାବରେ ଜଣେ ଭକ୍ତଙ୍କୁ ଏହା ନିଶ୍ଚୟ ଭାବରେ ବୁଝିବା ଦରକାର कि हरे कृष्ण महामंत्र कि भगवानଙ୍କର ଏ ଭକ୍ତି ଯାହା ଶ୍ରୀମତୀ ରାଧାରାଣୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଗଠିତ ହଉଛି, ତାହା ଆମ ଭଳି ବଦ୍ଧ ଝିଅମାନଙ୍କ ପାଇଁ ସବୁ କିଛି ହବା ଦରକାର। ଯେତେବେଳେ ଆମେ କହୁଛେ ସବୁ କିଛି, ଧରନ୍ତୁ ଗୋଟେ ଗ୍ଲାସ ଅଛି, ଯୋଉ ଗ୍ଲାସ ରେ 1 ଲିଟର ପାଣି ଧରେ, ବଡ ଗ୍ଲାସ ଟେ ଅଛି, ତ ସେ ଗ୍ଲାସ ରେ ଆମେ ପୂର୍ଣ୍ଣ ରୂପରେ ପାଣି ଭର୍ତ୍ତି କରିଦେଲେ ତ ଆଉ କିଛି ଜାଗା ନାହିଁ। ତ ଗ୍ଲାସ ର ସବୁ କିଛି ସ୍ପେସ, ସବୁ କିଛି ଯାହା ବି ଥିଲା ସବୁ ପାଣିରେ ଭରିଗଲା। ଯେତେବେଳେ ଆମେ କହୁଛେ କି ହରିନାମ, ଶ୍ରୀମଦ୍ ଭାଗବତମ କିମ୍ବା ଭକ୍ତିର ଭିନ୍ନ ଭିନ୍ନ ଅଙ୍ଗ, ବାସ୍ତବରେ ମୋ ଜୀବନର ସବୁ କିଛି ଏଇଟାରୁ ମତେ ସବୁ କିଛି ହିଁ ପ୍ରାପ୍ତ ହେଇପାରିବ, ଆଉ ସେ ସବୁ କିଛି ହେଲା କୃଷ୍ଣ। ନିଶ୍ଚୟ ଭାବରେ ଆମେ ଆମର ସର୍ବ ସାମର୍ଥ୍ୟ ଭଗବାନଙ୍କୁ ଅର୍ପଣ କରିବା ଦରକାର। ତ ସେଇଥିପାଇଁ ଭଗବାନଙ୍କର ନାମ ନେବା ସମୟରେ ଆମେ କୁହାଯାଏ କି ହାର୍ଟଲି one should cry heartily, may or may not ଆଇ ଆଖିରେ ଆମେ କ୍ରନ୍ଦନ ନ କରିପାରନ୍ତି, ହୃଦୟର ସଙ୍ଗରେ ଆମେ କ୍ରନ୍ଦନ କରିବା ଦରକାର। ଇନଅଫେନ୍ସିଭ ଚାଣ୍ଟିଂ କରିବା ଦରକାର। ନାମ ଅପରାଧରୁ ଅପରାଧ ମୁକ୍ତ ହେଇକି ଆମେ ନାମ କରିବା ଦରକାର। ତ ଏଇଟା କୌଣସି ଟେକ୍ନିକ ନୁହେଁ। ଆମେ ପୂର୍ବରୁ ଆମର ଅସଂଯତ ଇନ୍ଦ୍ରିୟର କଣ ଦ୍ଵାରା ବହୁତ କ୍ଷତିଗ୍ରସ୍ତ ହେଇଛି। ପ୍ରଭୁପାଦ କହନ୍ତି ଦୁର୍ଦାନ୍ତ କାଳ ସର୍ପ ପଟଳି, ଅର୍ଥାତ ଏଇ ମନ ଏତେ ଦୁର୍ଦାନ୍ତ ଆଉ କାଳର ସର୍ପ ଭଳି ଆମକୁ କଏଲ ମାନେ ବାନ୍ଧିକି ରଖିଛି। ତେଣୁ ସେଥିପାଇଁ ଏଇ ଅସଂଯତ ଇନ୍ଦ୍ରିୟର ମାଧ୍ୟମରେ ଆମେ ଯେତେବେଳେ କ୍ଷତିଗ୍ରସ୍ତ ହଉଛେ, ଏହା ନିଶ୍ଚୟ ଭାବରେ ସମସ୍ତେ ନୋଟ କରିବା ଦରକାର କି ଏହା ସ୍ଥୂଳ ଇନ୍ଦ୍ରିୟ ହେଇପାରେ କିମ୍ବା ସୂକ୍ଷ୍ମ ରୂପରେ ଆମର ମନର ଯୋଉ ଇନ୍ଦ୍ରିୟ ଅଛି ସେଟା ବି ହେଇପାରେ। ତେଣୁ ସେଥିପାଇଁ ଆମେ ପ୍ରାର୍ଥନା କରିପାରିବା ଯେତେବେଳେ ଭଗବାନଙ୍କ ନାମ ନଉଛେ କି ହେ କୃଷ୍ଣ, ହେ ଶ୍ରୀମତୀ ରାଧାରାଣୀ, ମତେ ଆପଣ ମାୟାର ଏ ବନ୍ଧନରୁ ମୁକ୍ତ କରନ୍ତୁ। କି ମୋର ଇନ୍ଦ୍ରିୟ ମାନେ ବାରମ୍ବାର ମୋର ନିୟନ୍ତ୍ରଣର ବାହାରକୁ ପଳାଉଛନ୍ତି, ତାଙ୍କ ଭିତରେ ସେତିକି ଉଦ୍ଦୀପନା ଆସୁଛି ବାହାରର ଯେକୌଣସି ଚିନ୍ତନ କରିବା ପାଇଁ, ତେଣୁ ଆପଣ ମତେ ସେଥିରୁ ମୁକ୍ତ କରନ୍ତୁ। ହେ ଶ୍ରୀମତୀ ରାଧାରାଣୀ, ହେ କୃଷ୍ଣ, ମତେ ଆପଣ ଆପଣଙ୍କ ସେବାରେ ନିୟୋଜିତ କରନ୍ତୁ।
ଆଉ ମତେ ଆପଣଙ୍କ ନାମକୁ ବହୁତ ନିଷ୍ଠାପର ଭାବରେ ନାମକୁ ଉଚ୍ଚାରଣ କରିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି। ତେଣୁ ସେ ସୁଯୋଗକୁ ମୁଁ ହାତ ଛଡା କରିବା ପାଇଁ ଚାହୁଁନି। ତେଣୁ କୃପା କରିକି ଅଦ୍ୟାବଧି ଯାହାବି ମୁଁ ପାପ କରିଛି, ଯାହାବି ଭୁଲ କରିଛି, ଯାହାବି ଇନ୍ଦ୍ରିୟ ମାନେ ମୋର ବଶବର୍ତ୍ତୀ ନ ହେଇକି ବିଭିନ୍ନ ପ୍ରକାର ଆ, କହିପାରିବା ଯାହା ଆମର ଆତ୍ମହା ଅର୍ଥାତ ଆତ୍ମାକୁ ନଷ୍ଟ କରିବା ପାଇଁ ଯାହା ବି କାର୍ଯ୍ୟ କରିଛନ୍ତି ମତେ ଆପଣ କ୍ଷମା କରନ୍ତୁ। ମତେ ପୁନଃ ଆପଣଙ୍କ ସେବାରେ ନିୟୋଜିତ କରାନ୍ତୁ। ଆଉ ବିଶେଷ କରିକି ଏଇ ମାୟାର ଘୋର କବଳରୁ ମତେ ଆପଣ ମୁକ୍ତ କରନ୍ତୁ। ମୁଁ ଜାଣି ବି ପାରୁନି ମୁଁ କେତେ ମାୟାରେ ଅଛି, କିନ୍ତୁ ପ୍ରଭୁପାଦଙ୍କର ଏଇ ଦିବ୍ୟ ଉପଦେଶକୁ ଶ୍ରବଣ କରିବା ପରେ ମୋ ଭିତରେ ଆପଣଙ୍କ ପ୍ରତି ଭଲ ପାଇବା ମୁଁ ଜାଗ୍ରତ କରିବା ପାଇଁ ଚାହୁଁଛି। ଆଉ ନୁହେଁ ଶ୍ରୀଲ ପ୍ରଭୁପାଦ ବହୁତ ସୁନ୍ଦର ଭାବରେ କୁହନ୍ତି, ଦିସ୍ ଲାଇଫ୍ ମଷ୍ଟ ବି ଫର କୃଷ୍ଣ। ଆମେ ଅନନ୍ତ କୋଟି ଜନ୍ମ ଭଗବାନଙ୍କର ଏଇ ବହିରଙ୍ଗା ଶକ୍ତି ମାୟାକୁ ପ୍ରଦାନ କରିଛେ, କାହିଁକି ନୁହେଁ ଏଇ ଜନ୍ମକୁ ଆମେ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଶ୍ରୀମତୀ ରାଧାରାଣୀଙ୍କୁ ପ୍ରଦାନ ନ କରିବା। ତେଣୁ ଆମେ ନିଶ୍ଚୟ ଭାବରେ ପ୍ରାର୍ଥନାତ୍ମକ ରୂପରେ ଭଗବାନଙ୍କ ନାମକୁ ଉଚ୍ଚାରଣ କରିବା ଦରକାର, ରିଏଲାଇଜିଂ ଆୱାର ଡେଞ୍ଜରିୟସ ପୋଜିସନ। ଆମେ କେତେ ଭୟାନକ ସ୍ଥିତିରେ ଅଛେ, ହେଲା। ଆମେ ନିରନ୍ତର କ୍ରନ୍ଦନ କରିବା ଦରକାର କି ବାସ୍ତବରେ ମୋର ସ୍ଥିତି ବହୁତ ବିଷମ। ଏ ବିଷର ଜ୍ୱାଳା ମୋ ହୃଦୟକୁ ବହୁତ ଆ କଷ୍ଟ ପ୍ରଦାନ କରୁଛି। ତେଣୁ ନିଶ୍ଚୟ ଭାବରେ ଏଇ ପ୍ରାର୍ଥନା ଆମକୁ ସୁରକ୍ଷା ପ୍ରଦାନ କରିବ। ପ୍ରାର୍ଥନାରେ ଅନନ୍ତ ଶକ୍ତି ଅଛି। ତେଣୁ ଆମେ ସେଇ ଅନୁରୂପ ପ୍ରୟାସ ମଧ୍ୟ କରିବା। ତେଣୁ ଆସନ୍ତୁ ଏଇ ଏକାଦଶୀରେ ଏଇ ସୁଯୋଗ କେବେ ହାତ ଛଡା କରିବାନି। ଅଦ୍ୟାବଧି ଏଇ ମୁହୂର୍ତ୍ତରୁ ଆମେ ଭଗବାନଙ୍କ ନାମକୁ ବହୁତ ସୁନ୍ଦର ଭାବରେ ଉଚ୍ଚାରଣ କରିବା ଆଉ ବହୁତ ପ୍ରାର୍ଥନାତ୍ମକ ରୂପରେ ଉଚ୍ଚାରଣ କରିବା କି ଶ୍ରୀମତୀ ରାଧାରାଣୀ ହେ କୃଷ୍ଣ। ତ କୃପା କରନ୍ତୁ ଆପଣ, ଆପଣଙ୍କର ନାମ ହୃଦୟରେ ନାମ ନାଚେ जीव नाचे जीव नाचे प्रेम धन। ତ ଆପଣଙ୍କ ନାମ ହିଁ ମୋ ହୃଦୟରେ କୃଷ୍ଣ ଭକ୍ତି ଜାଗ୍ରତ କରୁ। ତ କେହି ଜଣେ ଡିଭୋଟି ଯେତେବେଳେ କହିଲେ କି କିଏ ନାମର ମତେ ରସ ମିଳୁନି, या फिर हरिनाम आस्वादन ଲାଗୁନି, ଭକ୍ତି ଆସ୍ୱାଦନ ଲାଗୁନି, ତ ନିଶ୍ଚୟ ଭାବରେ ଭକ୍ତି ପ୍ରଭାବଶାଳୀ। ସେଥିପାଇଁ ଆମେ ଶୁଣୁଥିଲେ ପ୍ରତ୍ୟକ୍ଷାବଗମଂ ଧର୍ମଂ ସୁସୁଖମ କର୍ତ୍ତମ ଅଭ୍ୟମ୍। ପ୍ରତ୍ୟକ୍ଷ ରୂପରେ ଏହା ଆମକୁ ପ୍ରମାଣ କରେଇଦେବ ତୁମେ ଏଠି ଭକ୍ତି କରୁଛ, ଆନନ୍ଦରେ ରହିବ। ଆଉ ଯଦି ଆମେ ଭକ୍ତି କରୁନେ, ଯୋଉ ଅନୁରୂପ କରିବା ଦରକାର, ଆମେ ଆନନ୍ଦରେ ରହିପାରିବାନି। ତ ଏଇଟା ଏ ଭୌତିକ ଜଗତର ବିଷମ ସ୍ଥିତି। ତେଣୁ ଆମେ ନିଶ୍ଚୟ ଭାବରେ ସୁନ୍ଦର ଭକ୍ତି କରିବା ପାଇଁ ଆମେ ଆଖି ଦୃଷ୍ଟିଆ ପ୍ରୟାସ କରିବା ଦରକାର। ଠିକ ଅଛି, ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀ ହରି ନାମ ପ୍ରଭୁ କି ଜୟ। ଆମେ ଆଉ 2 ମାଳ ଜପ କରିବା।